সর্বপ্রথমে আমার মুখ্য অতিথি মাননীয় মন্ত্রী শ্রী ডক্টর কୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଆନ୍ତରିକ ଧନ୍ୟବାଦ ଦେବି ସେ ଆମ ଅନୁରୋଧ ରକ୍ଷା କରିକି ଆଜି ଏଠି ଆସିଛନ୍ତି ଏବଂ ଆମର ସିପି ଚାପ୍ଟର ଅଫିସ୍ ଏଠି ଇନାଗୁରେଟ୍ କଲେ। ତା ସହିତ ଆମର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ସତ୍ୟାନନ୍ଦ ରାଉତରାୟ ସାର୍ ଫାଷ୍ଟ ଚେୟାରମ୍ୟାନ୍ କଟକ ବ୍ରାଞ୍ଚ ସେ ବି ଆସିକି ଆମକୁ ଆଜି ଜିଏସ୍ଟି ଉପରେ ସେମିନାର ଦେଲେ, ତାଙ୍କୁ ବି ବହୁତ ବହୁତ ଧନ୍ୟବାଦ ଦେବି। ତା ସହିତ ଆମର ମୟୂରଭଞ୍ଜ ସର୍କଲର ଡିଜିପି ଶ୍ରୀ ଶାନ୍ତ ସିଂ ସାର୍ ଯିଏକି ଏଠି ଆସିକି ଆଜି ଆମକୁ ଜିଏସ୍ଟି ଉପରେ ଡିପାର୍ଟମେଣ୍ଟର ଭ୍ୟୁ ବି ଦେଇଛନ୍ତି, ତାଙ୍କୁ ବି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଦେବି। ତ ଯେହେତୁ ମାନ୍ୟବର ମନ୍ତ୍ରୀଙ୍କର ସୀମିତ ସମୟ ରହିଛି, ତ ଆମର ଗୋଟେ ଦୁଇଟା ଛୋଟିଆ ଜିନିଷ ଟିକେ ଅଛି ମାନ୍ୟବର ମନ୍ତ୍ରୀଙ୍କ ପାଖରେ ଅନୁରୋଧ ଆସିବୁ ଯେ ଆମ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଇନଷ୍ଟିଚ୍ୟୁଟ୍ର ଗୋଟେ 4 ମାସିଆ ଅନଲାଇନ୍ କୋର୍ସ ଅଛି, ଯେଉଁଟା ପିଲାମାନଙ୍କ ପାଇଁ ବହୁତ କମ୍ ଫିସ୍ ଅଛି, 590 ଟଙ୍କା ମାତ୍ର, ଯେଉଁଥିରେ ମ୍ୟୁନିସିପାଲିଟି ଏବଂ ପଞ୍ଚାୟତର ଆକାଉଣ୍ଟାଣ୍ଟମାନଙ୍କ ପାଇଁ ସେ କୋର୍ସ କରାଯାଇଛି। ଆଉ ଆମ ଇନଷ୍ଟିଚ୍ୟୁଟ୍ ଅଲରେଡ଼ି ଦେଶର କିଛି ଷ୍ଟେଟ୍ ସାଙ୍ଗରେ କୋଲାବୋରେସନ୍ ତାକୁ ଲଞ୍ଚ ହେଇଛି। ତ ଯେହେତୁ ଆପଣ ସେଇ ବିଭାଗର ମନ୍ତ୍ରୀ ଅଛନ୍ତି, ତ ଆମେ ଆପଣଙ୍କୁ ଅନୁରୋଧ କରିବୁ ଯେ ଆମେ ଆମର ଜିଏସ୍ଟି କହିବା ଆପଣଙ୍କ ମନ୍ତ୍ରାଳୟକୁ ଯୋଗାଯୋଗ କରିବେ ଏବଂ ସେଇ କୋର୍ସଟା ଓଡ଼ିଶା ଲେଭେଲରେ କେମିତି ଲଞ୍ଚ ହେଇପାରିବ ସେ ବିଷୟରେ ଆମେ ଟିକେ ଆପଣଙ୍କର ସହଯୋଗ କରିବୁ। ଏବଂ ତା ସହିତ ଆଉ ଗୋଟେ ଅନୁରୋଧ ଅଛି, ମୟୂରଭଞ୍ଜ ଜିଲ୍ଲାର ଯେଉଁ ଜିଏସ୍ଟି ଟ୍ୟାକ୍ସପେୟର ଅଛନ୍ତି ତାଙ୍କ ତରଫରୁ ଯେଉଁ ଅନୁରୋଧ ଯେ ଆମର ଜିଏସ୍ଟି ଉପରେ ଯେଉଁ ଅପିଲ୍ କରାଯାଏ, ଅପିଲ୍ କରିବା ପାଇଁ ଅପିଲେଟ୍ ଅଥରିଟିଙ୍କ ଅଫିସଟା ହେଉଛି ବାଲେଶ୍ୱର। ଆଉ ମୟୂରଭଞ୍ଜ ଜିଲ୍ଲାର ଏତେ ବଡ଼ ଜିଲ୍ଲା, ଆପଣଙ୍କର ରାଇରଙ୍ଗପୁର ସେ ପାଖରୁ ଏପଟେ ସମସ୍ତେ ଅପିଲ୍ କରିବା ପାଇଁ ବାଧ୍ୟ ହେଇକି ଆମେ ସବୁ ବାଲେଶ୍ୱର ଅଫିସ୍ ଯିବା ଆସିବା କରୁ, ଯେଉଁଟା ଟିକେ ମାନେ ସୁବିଧାଜନକ ନୁହେଁ। ତ ସେଇଟାରେ ଆମେ ଆପଣଙ୍କୁ ଅନୁରୋଧ କରିବୁ ଯେ କାଇଣ୍ଡଲି ସେଟା କନସିଡର କରିବେ ଯେ ଗୋଟେ ଅପିଲେଟ୍ ଅଥରିଟି ଏଇଠି ଆମର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ପାଇଁ ଯଦି ହେଇପାରିବ ତାହେଲେ ଆମ ଟ୍ୟାକ୍ସପେୟରମାନେ ମଧ୍ୟ ବହୁତ ଉପକୃତ ହେବେ। ତ ମୁଁ ଆଉ ଅଧିକ ସମୟ ନେଉନି, ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିବି ସେ ତାଙ୍କର ବକ୍ତବ୍ୟ ଦେବେ।